ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଡିସ୍କସ୍ କରିବା ଆଲୋକର ଉଦ୍ଭାବନ ବିଷୟରେ। ବୈଦ୍ୟୁତିକ ଆଲୋକ ବଲ୍ବର ଉଦ୍ଭାବନ ରାତିରେ ଉଜ୍ଜଳତା ଆଣି ବିଶ୍ୱକୁ ପରିବର୍ତ୍ତନ କରିଥିଲା। ଥମାସ ଆଲଭା ଏଡିସନ୍ ଏକ ଦୀର୍ଘସ୍ଥାୟୀ ଆଲୋକ ବଲ୍ବକୁ ଉନ୍ନତ ଏବଂ ଉଦ୍ଭାବନ କରିବା ପାଇଁ ସବୁଠାରୁ ପ୍ରସିଦ୍ଧ। ବୈଦ୍ୟୁତିକ ବଲ୍ବ ପୂର୍ବରୁ ଲୋକମାନେ ଆଲୋକ ପାଇଁ ମୋମବତୀ, ଲଣ୍ଠନ ଏବଂ ଗ୍ୟାସ୍ ଲ୍ୟାମ୍ପ ବ୍ୟବହାର କରୁଥିଲେ। ବୈଦ୍ୟୁତିକ ବଲ୍ବ ଘର, ରାସ୍ତା ଏବଂ କର୍ମକ୍ଷେତ୍ରକୁ ସୁରକ୍ଷିତ ଏବଂ ଅଧିକ ଆରାମଦାୟକ କରିଥିଲା। ଏହି ଉଦ୍ଭାବନ ଅନେକ ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ନେଇଗଲା ଏବଂ ସବୁଠି ବିଦ୍ୟୁତ୍ ବ୍ୟବହାର ବିକଶିତ